नमस्कार बंधुगण जय जगन्नाथ मु आपण अमित स्वागत जनाऊँ आज स्पेशल ब्लॉग रे जमती आपण मैंने देखिं लास्ट रे मु रथ यात्रार ऊपर वीडियो करी आउ एबे रथ यात्रार संपूर्ण कहानी उपरे मु आपण मानक जनइबी। तो चलो स्टार्ट करवा आज स्पेशल ब्लॉग रे जो थे कि आज आपण मानक मु जनइबी पुरी रथ यात्रार संपूर्ण कहानी विषय रे। पृथ्वी रे एमिति अनेक पर्व अच्छी जो लक्ष लोक एकाठी हुंती किंतु एमिति गोटे महापर्व अच्छी जो भगवान निजे भक्तों पाखक आसती। ସେହି पर्व ହେଉଛି ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ମଣିଷର ସମୁଦ୍ର ଉତ୍ତାଳ ହୋଇଯାଏ। କୋଟି କୋଟି ଆଖି ଅପେକ୍ଷା କରିଥାଏ ସେହି ମୁହୂର୍ତ୍ତକୁ ଯେତେବେଳେ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ତାଙ୍କ ଗର୍ଭଗୃହ ଛାଡ଼ି ରଥାରୂଢ଼ ହୁଅନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭଗବାନ ମନ୍ଦିର ଛାଡ଼ି ବାହାରକୁ କ'ଣ ପାଇଁ ଆସନ୍ତି? କାହିଁକି ସେ କେବଳ ବର୍ଷକୁ ଥରେ ନିଜ ଭକ୍ତଙ୍କ ପାଖକୁ ଯାଆନ୍ତି? କାହିଁକି ତିନୋଟି ଅଲଗା ରଥ ହୋଇଥାଏ? କାହିଁକି ମହାଲକ୍ଷ୍ମୀ ତାଙ୍କ ସହିତ ଯାଆନ୍ତି ନାହିଁ? କାହିଁକି ରାଜା ସୁନା ସିଂହାସନ ଛାଡ଼ି ଝାଡ଼ୁ ଧରନ୍ତି? କାହିଁକି ଗୁଣ୍ଡିଚା ମନ୍ଦିରକୁ ଭଗବାନଙ୍କ ମାଉସୀ ଘର କୁହାଯାଏ? କାହିଁକି ବାହୁଡ଼ା ବେଳେ ପୋଡ଼ ପିଠା ଖାଆନ୍ତି? କାହିଁକି ସୁନାବେଶ ହୁଏ? କାହିଁକି ନୀଳାଦ୍ରି ବିଜେ ଦିନ ରସଗୋଲା ଅର୍ପଣ କରାଯାଏ? ଏହି ସବୁ ପ୍ରଶ୍ନର ଉତ୍ତର ଲୁଚି ରହିଛି ହଜାର ବର୍ଷର ଇତିହାସ, ପୁରାଣ, ଭକ୍ତି ଓ ରହସ୍ୟ ଭିତରେ। ଏହା କେବଳ ଏକ ରଥଯାତ୍ରା ନୁହେଁ, ଏହା ହେଉଛି ଏମିତି ଏକ ଦର୍ଶନ ଯେଉଁଠାରେ ଭଗବାନ ନିଜେ ଜାତି, ଧର୍ମ, ବର୍ଣ୍ଣ ଓ ଧନୀ ଗରିବର ସମସ୍ତ ଭେଦଭାବ ଭାଙ୍ଗି ସମସ୍ତଙ୍କୁ ମଧ୍ୟକୁ ଆସନ୍ତି। ଶ୍ରୀମନ୍ଦିର ଭିତରକୁ ସମସ୍ତେ ପ୍ରବେଶ କରିପାରନ୍ତି ନାହିଁ, କିନ୍ତୁ ରଥଯାତ୍ରା ଦିନ ଜଗନ୍ନାଥ କାହାକୁ ବାରଣ କରନ୍ତି ନାହିଁ। ସେ ନିଜେ ବାହାରକୁ ଆସନ୍ତି ନିଜ ଭକ୍ତଙ୍କ ପାଇଁ। ଏହି କାରଣରୁ କୁହାଯାଏ ତାଙ୍କୁ ପତିତ ପାବନ, ସମସ୍ତଙ୍କ ପ୍ରଭୁ। ଆଜିର ଏହି ଯାତ୍ରା ଆମେ ଜାଣିବା ରଥଯାତ୍ରାର ପ୍ରକୃତ ଇତିହାସ, ପୁରାଣ, ରହସ୍ୟ, ପ୍ରତ୍ୟେକ ନୀତି, ତିନୋଟି ରଥର ସମ୍ପୂର୍ଣ୍ଣ ପରିଚୟ, ଗୁଣ୍ଡିଚା ଯାତ୍ରା, ହେରା ପଞ୍ଚମୀ, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାହାଣୀ। ଏହା କେବଳ ଗୋଟିଏ ଭିଡ଼ିଓ ନୁହେଁ, ଏହା ହେଉଛି ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଲୀଳାର ଏକ ମହାଯାତ୍ରା। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ପରବର୍ତ୍ତୀ ପାର୍ଟ 2 ରେ ଆମେ ଦେଖିବା କାହିଁକି ଜଗନ୍ନାଥ ମନ୍ଦିର ବାହାରକୁ ଆସନ୍ତି।